ମିଶେଇକିରି ସବୁ ଦେଖ ସମସ୍ତଙ୍କ ନାଁରେ ଫାଇଲ ଖୋଲା ହେଇଛି ନାଇଁ ଏବେ ତ ଇଡି ସିବିଆଇ ଆମର ମୋଦିଜୀଙ୍କ ହାତରେ ମାନେ କେସ୍ ନଥିଲେ ବି କେସ୍ କରିଦଉଛନ୍ତି ତମ ନାଁରେ ତ କେବଳ ବୋଧେ ରାହୁଲ ଗାନ୍ଧୀ ଯୋଉ ରଗଡ଼ା ଖାଇକି ଆଙ୍କ ଇଡି ଆଉ ସିବିଆଇ ପରେ ବି ନ ଡରି ବାହାରିକି ଆସିଛନ୍ତି ଏବେ କେଜରିୱାଲ ଖସିକି ଆସିଲେ ତ ଏଇଭଳିଆ ଡର ଆଙ୍କର ନମ୍ବର ୱାନ୍ ତାପରେ ସେମାନେ କହିବେ ଡରିଲା ପରେ କହିବେ ନାଇଁ ପଇସା ବି ଦେବି ପଇସା ପରେ ନାଇଁ ଟିକେଟ ବି ଦେବି ଆଉ ଏମିତି ତିନିଟା ଜିନିଷ ଲୋଭ ଦେଖେଇଲା ବେଳକୁ ଆମ ଲୋକ ଖସି ଯାଉଛନ୍ତି ତାପରେ ଏପଟେ ଆମ ଲୋକଙ୍କର ବି ଦୋଷ এটা বড় ওয়াশিং মেସିନ୍ ତିଆରି ହେଇଛି ତମେ କ'ଣ କରିବ କହିଲ ଜୋର ଜୟ ଶ୍ରୀରାମ କହିକି ୱାସିଂ ମେସିନ୍ ଭିତରକୁ ଡେଇଁ ପଡ଼ିବ ଯାହା କଳା ଅଛି ବଡିରେ ସାର୍ଟରେ ପ୍ୟାଣ୍ଟରେ ଏଇ ଧପା ହେଇକି ସେପଟୁ ପୁରା ମାନେ ବାହାରିବ ଧଳା ହେଇକିରି ସେଠୁ ଜୟ ଶ୍ରୀରାମ ୱାସିଂ ମେସିନ୍ ଇଏ ତ ସେଇଆ ଆଉ କ'ଣ ଯେତେ ଚୋର ଦେଖିବ ଇଣ୍ଡିଆରେ ସବୁ ସେଇ ୱାସିଂ ମେସିନ୍ରେ ଯାଉଛନ୍ତି କି ନାଇଁ ଆଜିକା ଡେଟ୍ରେ ତ ଆମର ଓଡ଼ିଶା ଓଡ଼ିଆ ଲୋକଙ୍କର ବୋକାମି ବୋକାମି ଇଗୋ ମଣିଷ ଯେତେବେଳେ ଅଧିକା ହେଇଯାଏ ସିଏ ଅନ୍ତ ଆଡ଼େ ଦୌଡ଼େ ଏ ବୋକାମି ଇଆଡ଼େ ଦେଖ ରମେଶ ଜେନାଙ୍କ ଫାଇଲ ମୋଟା ସମସ୍ତେ ଜାଣିଛନ୍ତି ହେଲା ଆଉ ତାଙ୍କର ବାଟ କାହିଁ ଇଆଡ଼େ ଜେଲ ଯିବୁ ନା ପଇସା ନେଇକି ଭୋଟ ଦେବୁ ଲୋକଟା କ'ଣ କରିବ ତାଙ୍କୁ 100ଟା କେସ୍ ତାଙ୍କ ନାଁ ଲଗେଇଥିଲା ବିଜେଡି ତାଙ୍କୁ ଯୋଉ ଭଳିଆ ହଇରାଣ ହରକତ କରିଥିଲା ଯୋଉ ଭଳିଆ ଅପମାନ କରିଥିଲା ସେ ସେଥିପାଇଁ ସେ କହିଲେ ଏଇ ବିଚାରଧାରା ସହିତ ଆମେ କେମିତି ସାମିଲ ହବୁ ଆରେ ଚୋରଙ୍କୁ ଛାଡ଼ିକି ଡକାୟତ ପାଖକୁ ଯିବ ଇଏ କି ବାହାନା ସିଏ ବି କହିଲେ ସୋଫିଆ ବି କହିଲେ ଏତେ ବୋକା ଷ୍ଟେଟମେଣ୍ଟ ଦେବା କ'ଣ ଦରକାର ଥିଲା କହିଥାନ୍ତା ନାଇଁ ବାପା ମନା କଲେ ମୁଁ ଭାଇ ଏପଟେ ଦେଲି ଜବରଦସ୍ତି ଇଏ କହୁଛନ୍ତି ବିଜେଡିଟା ନନ୍ ସିକୁଲାର ପାର୍ଟି ଆରେ ନବୀନ ପଟ୍ଟନାୟକ ତ ନିଜେ କହିଲେ ଆଇ ଏମ୍ 100% ସିକୁଲାର ଯେତେବେଳେ ଭୁଲ ଆରେ ସେ ଠିକ ସବୁ ପ୍ରକାରର ଗଲତ ବିଲ୍ରେ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି ସେ ଜିଏସଟି ହଉ ୱାକଅଫ୍ ବିଲ୍ ହଉ ମାନେ ମାନେ ନବୀନ ପଟ୍ଟନାୟକ ନନ୍ ସିକୁଲାର ନୁହଁ ଯେତେବେଳେ ମାଡଟି ଖାଇଲେ ଧୋକାଟି ଖାଇଲେ ସେତେବେଳକୁ ମନେ ପଇଲା ଯେ ଆଇ ଏମ୍ 100% ସିକୁଲାର ଛାଡ଼ କିନ୍ତୁ ଆମ ସୋଫିଆ ଆରେ ତୁ ତ ସିକୁଲାର ମୁଁ ସିକୁଲାର ତାହେଲେ ତୁ ନନ୍ ସିକୁଲାର ପାର୍ଟି କେମିତି ଭୋଟ ଦେବୁ ସେ ଯେତେ ରାଗିଥା ବିଜେଡି ଉପରେ ବିଜେପି କେମିତି ଭୋଟଟା ଦେବୁ ସେଇଟା ନିଜେ ନିଜକୁ କ୍ୱେଶ୍ଚିନ୍ କରିବା କଥା ହଁ ପଇସା ନେଇନାହାନ୍ତି କିଛି ନାହିଁ ତାଙ୍କର ପଇସା ଅଭାବ ମିନିମମ୍ ତ 4-5 ହଜାର କୋଟି ଟଙ୍କାର ମାଲିକ ସେମାନେ ତ ସେ ଇଗୋ ଆରେ ମୋତେ କ'ଣ କଂଗ୍ରେସ କରିଛି ମୁଁ କଂଗ୍ରେସକୁ କରିଛି ହଁ ଏଇ ଇଗୋ ଯୋଉଦିନ ଚଢ଼ିବ ସେଇ ଦିନଠୁ ପତନ ଆରମ୍ଭ ହେବ ତ ସେ ମୁଁ କହିବି ବୋକାମି ଆଉ ବାକି ବିଜେଡି ଯୋଉ ସବୁ ଯାଇଛନ୍ତି 8 ଜଣ ଖଣ୍ଡେ ଦେଖ ବିଜେଡିର ସମସ୍ତେ କରପ୍ଟ ନବୀନ ପଟ୍ଟନାୟକ ସିନା ଧଳା ସାର୍ଟ ପିନ୍ଧିକି ତାଙ୍କର ଆଉ ୱାସିଂ ମେସିନ୍ ଦରକାର ନାହିଁ ଲଖାନି ଚପଲକୁ ହ୍ୱାଇଟ୍ ସାର୍ଟ ନାଇଁ ପ୍ୟାଣ୍ଟ ଆଉ ସେଇ ହ୍ୱାଇଟ୍ ସାର୍ଟ ପ୍ୟାଣ୍ଟ ସେଇ ଲଖାନି ଚପଲ 25 ବର୍ଷ ତା ତଳକୁ ପାଣ୍ଡିଆନ ଥିଲେ ସିଏ ବି ସେଇ ଗୋଟିଏ ପ୍ରକାର ଚପଲ ଗୋଟିଏ ହ୍ୱାଇଟ୍ ସାର୍ଟ ଖାକି ପ୍ୟାଣ୍ଟ ସନ୍ନ୍ୟାସୀ ଆଉଟ୍ ଅଫ୍ କଣ୍ଟ୍ରି ସେ ମେଡିସିନ ଫେଡିସିନ ଦେଖନ୍ତି ତାଙ୍କ ହେଲ୍ଥ କଥା ଦେଖନ୍ତି ଆଉ ନାହିଁ ତାଙ୍କ ହାତରେ ପାୱାର ବିନା ନବୀନ ବିନା ସଂଶୟରେ ମାନେ କିଏ କହିଲୁ ନିଜେ ଠିଆ ହୁଅନ୍ତୁ ତ ଇଣ୍ଡିପେଣ୍ଡେଣ୍ଟ ଦେଖିଦବା ହଁ ଖାଲି ବଡ଼ ବଡ଼ କଥା କାହିଁ କହୁଛନ୍ତି ଯୋଉମାନେ ବି ବିଜେଡିରେ ନେତା ହେଇଛନ୍ତି ନବୀନଙ୍କ ନାଁରେ ହେଇଛନ୍ତି ଆଉ 30% ପିସି ଖାଇ ମୋଟା ହେଇଯାଇଛନ୍ତି ନାଇଁ ଏଇଟା ହେଲା ରିଏଲ ଫ୍ୟାକ୍ଟ କାଲି ନବୀନ ପଟ୍ଟନାୟକ ନଥିଲେ ଏସବୁ ଭାସିଯିବେ ସେଥିପାଇଁ ଏ ବାଟ ଖୋଜୁଛନ୍ତି ଡଙ୍ଗା ଯେତେବେଳେ ବୁଡ଼େ ଆଗ ମାଉସ ଚୁଚୁନ୍ଦରା ଚୁହା ଆଗ ଡେଇଁବେ ସେ ଡଙ୍ଗାରୁ ଇଏ ସବୁ ସେଇଆ